ସରି ସରି ଆସେ ଜୀବନ ଆଲୋକ, ଲିଭି ଲିଭି ଆସେ ଦୀପ। ଜୀବନ ଯୁଦ୍ଧରେ ବଞ୍ଚିବାକୁ ହେଲେ ପିଲାମାନେ ସଂଘର୍ଷ କରିବା ଶିଖ, ପିଲାମାନେ ସଂଘର୍ଷ କରିବା ଶିଖ। ଜୟ ଜଗନ୍ନାଥ। ଇନଫାନାଇଟ୍ ଷ୍ଟଡି ୟୁଟ୍ୟୁବ ଚ୍ୟାନେଲକୁ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ପିଲାମାନେ, ଆଜି ବିଜ୍ଞାନ ସ୍ରୋତ ନିମନ୍ତେ ତୁମ ସମସ୍ତଙ୍କର ଏମାଇଲ ଓଡ଼ିଆ ପରୀକ୍ଷା ଥିଲା। ସମସ୍ତେ ବହୁତ ସୁନ୍ଦର ଭାବରେ ପରୀକ୍ଷା କରିଥିବ ମାନେ ବୋଲି ମୋର ଆଶା ଆଉ ବିଶ୍ୱାସ। ଆଜି ଯୋଉ ପରୀକ୍ଷାଟି ପିଲାମାନେ ଥିଲା, ତାର ସମୟ ଥିଲା 3 ଘଣ୍ଟା ଏବଂ ପୂର୍ଣ୍ଣ ସଂଖ୍ୟା ଥିଲା 80 ମାର୍କ। ଆମେ এই ଭିଡିଓରେ ଆଜି ଦେଖିବା ଯେ କଣ ତାର ସମ୍ଭାବ୍ୟ ଉତ୍ତର ହେଇପାରେ ଏବଂ ଗ୍ୟାରେଣ୍ଟେଡ 100% ମୁଁ ଗ୍ୟାରେଣ୍ଟି ଦେଇ କହୁଛି ଏଇଗୁଡା ହିଁ ତାର ପ୍ରକୃତ ଉତ୍ତର। ଆଉ ଆମେ ଉତ୍ତର ଦେବା ପାଇଁ ଚେଷ୍ଟା କରିବା। ପିଲାମାନେ ଭିଡିଓକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ ଭାବରେ ଦେଖିନିଅ ଏବଂ ନିଜେ ଚେକ୍ କରିକି କୁହ ତୁମର କେତେଟି ଆନ୍ସର ଠିକ ଅଛି। ମତେ କମେଣ୍ଟରେ ନିଶ୍ଚିତ ଭାବରେ ପିଲାମାନେ ଜଣେଇବ। ପିଲାମାନେ, ପ୍ରଥମ ପ୍ରଶ୍ନ ହଉଛି ବ୍ୟକ୍ତି ଠାରୁ କିଏ ବଡ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି। ତାର ଉତ୍ତରଟି ହଉଛି ପିଲାମାନେ ଗୋଷ୍ଠୀ। ଦ୍ୱିତୀୟ ପ୍ରଶ୍ନଟି ହଉଛି ପିଲାମାନେ ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟୀ ବୋଲି କୁହାଯାଇଛି। ତାର ଉତ୍ତରଟି ହଉଛି ପିଲାମାନେ ଶେଫାଳି ଫୁଲ ପରି। ତୃତୀୟ ପ୍ରଶ୍ନଟି ହଉଛି ପିଲାମାନେ ଭଲ ମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠି ନାହିଁ ସେଠାରେ କାହାର ଜୟ ହୁଏ। ଉତ୍ତରଟି ହଉଛି ପିଲାମାନେ ପ୍ରୋପାଗଣ୍ଡାର ଜୟ ହୁଏ। ଚତୁର୍ଥ ପ୍ରଶ୍ନଟି ପିଲାମାନେ ହଉଛି ଏବେ କେଉଁ ପାଠ ଖଡିକି ନୁହେଁ କି ପେଡିକି ନୁହେଁ ବୋଲି କୁହାଯାଇଛି। ଉତ୍ତରଟି ହଉଛି ପିଲାମାନେ ମାଟ୍ରିକ। ପଞ୍ଚମ ପ୍ରଶ୍ନ ହଉଛି ପିଲାମାନେ ଏସିଆର ଅଧିକାଂଶ ଦେଶର ସବୁଠାରୁ ବଡ ସମସ୍ୟା କଣ। ଉତ୍ତରଟି ହଉଛି ପିଲାମାନେ ଲୋକମାନେ ଅଶିକ୍ଷିତ ଏବଂ ନିରକ୍ଷର। ପିଲାମାନେ, ପଦ୍ୟ ବିଭାଗର ପ୍ରଥମ ପ୍ରଶ୍ନ କବିଙ୍କ କାଳର ରାଜା ଓ ପ୍ରଜାଙ୍କର ସମ୍ପର୍କ କିପରି ଥିଲା। ଉତ୍ତର ହେଉଛି ବାଜପାରା ପରି ଥିଲା। ଦ୍ୱିତୀୟ ପ୍ରଶ୍ନଟି ହଉଛି ପିଲାମାନେ ଯୁଗ ବ୍ୟାପୀ ହୀନ ଦାସତ୍ୱ ଉପରେ କଣ ନେବା ପାଇଁ କୁହାଯାଇଛି। ଉତ୍ତରଟି ହଉଛି ପିଲାମାନେ ପ୍ରତିଶୋଧ ନେବା ପାଇଁ କୁହାଯାଇଛି। ତୃତୀୟ ପ୍ରଶ୍ନଟି ହଉଛି ରାଜରାଜେଶ୍ୱର ବୋଲି କାହାକୁ କୁହାଯାଇଛି। ଉତ୍ତରଟି ହଉଛି ପିଲାମାନେ ରାମଚନ୍ଦ୍ରଙ୍କୁ କୁହାଯାଇଛି। ପିଲାମାନେ, ଚତୁର୍ଥ ପ୍ରଶ୍ନଟି ହଉଛି ତରୁଗିରି ଶିରରେ ସୂର୍ଯ୍ୟ କଣ ଦିଅନ୍ତି। ଉତ୍ତରଟି ହଉଛି ପିଲାମାନେ ହେମବରଣୀ ପାଟ। ପଞ୍ଚମ ପ୍ରଶ୍ନ ହଉଛି ପିଲାମାନେ ଜନ୍ମ ଫଳରେ ଲାଭ କରିଥିବା ବଡପଣକୁ କିପରି ଚିରସ୍ଥାୟୀ କରାଯାଇପାରେ। ତାର ଉତ୍ତରଟି ହଉଛି ପିଲାମାନେ ଧର୍ମ ଫଳରେ। ତାପରେ ପିଲାମାନେ ଗଳ୍ପ ବିଭାଗର 5ଟି ପ୍ରଶ୍ନକୁ ଦେଖିବା। ପ୍ରଥମ ପ୍ରଶ୍ନଟି ହଉଛି ପୂଜାରୀ ବଜାର ସଉଦା ଘିଅ ତେଲ ସବୁଥିରୁ କଣ କାଟେ। ଉତ୍ତରଟି ହଉଛି ପିଲାମାନେ ରେଶା କାଟେ। ସାନ୍ତାଣୀ ପୋଇଲି ରାଧି ସହ ପୁରୀର କେଉଁ ମଠରେ ରହୁଥିଲେ। ତାର ଉତ୍ତରଟି ହଉଛି ପିଲାମାନେ ମାତା ମଠରେ ରହୁଥିଲେ। ତୃତୀୟ ପ୍ରଶ୍ନଟି ହଉଛି ପିଲାମାନେ ପତାକା ଉତ୍ତୋଳନ ଗପଟିରେ କେଉଁ ଦିବସ କଥା କୁହାଯାଇଛି। ଉତ୍ତରଟି ହଉଛି ପିଲାମାନେ 14 ଅଗଷ୍ଟ 1947 ମସିହାର କଥା କୁହାଯାଇଛି। ଏହାର ଉତ୍ତରଟି ହଉଛି ପିଲାମାନେ 14 ଅଗଷ୍ଟ 1947। ଭୁଲରେ ବି 15 ଅଗଷ୍ଟ 1947 ପିଲାମାନେ କହିବ ନାହିଁ। ଚତୁର୍ଥ ପ୍ରଶ୍ନଟି ପିଲାମାନେ ହଉଛି ପକ୍ଷୀମାନଙ୍କ ମଧ୍ୟରେ କେଉଁମାନେ ବିଶ୍ୱାସଘାତକ। ହଂସ ମାନେ ବିଶ୍ୱାସଘାତକ। ପଞ୍ଚମ ପ୍ରଶ୍ନଟି ହଉଛି ପିଲାମାନେ ଧର୍ମଘଟ ବେଳେ ମାଷ୍ଟରଜୀଙ୍କ ଦରମା କେତେ ଟଙ୍କା ଥିଲା। ଉତ୍ତର ହଉଛି ପିଲାମାନେ 13 ଟଙ୍କା ଥିଲା। ପିଲାମାନେ, ବ୍ୟାକରଣ ବିଭାଗର ଯୋଉ 11ଟି ପ୍ରଶ୍ନ ଆସିଛି ତାଙ୍କୁ ବର୍ତ୍ତମାନ ଆମେ ଦେଖିବା। ପ୍ରଥମ ପ୍ରଶ୍ନଟି ହଉଛି ପିଠିରେ ପଡିବା ରୂଢିର ଠିକ ଅର୍ଥଟି ଚିହ୍ନାଅ। ଉତ୍ତର ହଉଛି ପିଲାମାନେ ସାହା ହେବା। ଦ୍ୱିତୀୟ ପ୍ରଶ୍ନଟି ହଉଛି ପିଲାମାନେ ଗୋବର ଗଣେଶ ରୂଢିର ଠିକ ଅର୍ଥଟି ଚିହ୍ନାଅ। ଗୋବର ଗଣେଶ କହିଲେ ପିଲାମାନେ ବୁଦ୍ଧିହୀନ। ଦ୍ୱିତୀୟ ପ୍ରଶ୍ନ ହଉଛି ପିଲାମାନେ ଆକଟ କରିବା ରୂଢିର ଠିକ ଅର୍ଥଟି ଚିହ୍ନାଅ। ତାର ଉତ୍ତର ହଉଛି ପିଲାମାନେ ଶାସନ କରିବା। ବନିତାଙ୍କ ପୁତ୍ର ର ଏକପଦୀକରଣ ରୂପଟି ଚିହ୍ନାଅ। ଉତ୍ତର ହଉଛି ପିଲାମାନେ ବୈନତେୟ। ଦେଖ ପିଲାମାନେ କୋଉଠି ଲେଖା ହେଇଛି ବୈନତେୟ। ପଞ୍ଚମ ପ୍ରଶ୍ନଟି ଦେଖ ପିଲାମାନେ ଦୂରକୁ ଦେଖି ପାରୁନଥିବା ବ୍ୟକ୍ତି ଏକପଦୀକରଣ ରୂପ ଚିହ୍ନାଅ। ତାର ଏକପଦୀକରଣଟି ହଉଛି ପିଲାମାନେ ଅଦୂରଦର୍ଶୀ। 6 ନମ୍ବର ପ୍ରଶ୍ନଟି ଦେଖ ପିଲାମାନେ ଶ୍ରବଣ ଶବ୍ଦର ଅର୍ଥ କେଉଁଟି। ଶ୍ରବଣ ଶବ୍ଦର ଅର୍ଥ ହଉଛି ପିଲାମାନେ ଶୁଣିବା। କିନ୍ତୁ ତା ପର ପ୍ରଶ୍ନଟି ଦେଖ ପିଲାମାନେ ଶ୍ରବଣ ଲେଖାଯାଇଛି କିନ୍ତୁ ଦନ୍ତସ ଲେଖାଯାଇଛି। ତେଣୁକରି ସେଇ ଶବ୍ଦର ଅର୍ଥଟି ପିଲାମାନେ ହଉଛି ଝରିବା। ବହିର୍ଭାଗର ବିପରୀତ ବୋଧକ ଶବ୍ଦ କେଉଁଟି। ତାର ବିପରୀତ ବୋଧକ ଶବ୍ଦ ହଉଛି ପିଲାମାନେ ଅନ୍ତର୍ଭାଗ। କୋଉଠି ଲେଖା ହେଇଛି ପିଲାମାନେ ଅନ୍ତର୍ଭାଗ। ଅପସନ ନମ୍ବର
ଡବଲ ଆଇ। ତାପରେ ପିଲାମାନେ 6 ନମ୍ବର ପ୍ରଶ୍ନ ହଉଛି ଅନୁରାଗର ବିପରୀତ ବୋଧକ ଶବ୍ଦ କେଉଁଟି? ତାର ଉତ୍ତର ହଉଛି ପିଲାମାନେ ବିରାଗ। ପିଲାମାନେ ନିୟ ପ୍ରଶ୍ନରେ ଲେଖାଯାଇଛି ଶୁଦ୍ଧ ଶବ୍ଦଟି ଚିହ୍ନ। ତାର ପିଲାମାନେ ଶୁଦ୍ଧ ଶବ୍ଦଟି ହଉଛି ପୂର୍ବାଣ। ପୂର୍ବାଣ ଯୋଉଟା ହଉଛି ପିଲାମାନେ ଆଇଭି। ଏବଂ ତାପରେ ଟ ନମ୍ବର ପ୍ରଶ୍ନଟି ହଉଛି ପିଲାମାନେ ଶୁଦ୍ଧ ଶବ୍ଦଟି ଚିହ୍ନ, ଯାର ଉତ୍ତରଟି ହଉଛି ପିଲାମାନେ ଶୁଶ୍ରୂଷା। ତାଲବେଶରେ ହର୍ଷ ଉକାର, ତାପରେ ଦୀର୍ଘ ଉକାର। ଅପସନ ନମ୍ବର ଟ୍ରିପଲ ଆଇ। ପିଲାମାନେ ଏଇତିକ ଥିଲା ତମର MCQ ର କ୍ୱେଶ୍ଚନ। ପିଲାମାନେ ମୁଁ ତୁମମାନଙ୍କୁ ବାରମ୍ବାର କହିଥିଲି ଏବଂ ଏହା ପୂର୍ବରୁ ମଧ୍ୟ ପରୀକ୍ଷା ପୂର୍ବ ସମୟରେ କେମିତି ପ୍ରିପାରେସନ କରିବ ତାର ମଧ୍ୟ ଭିଡ଼ିଓ ତୁମମାନଙ୍କ ପାଇଁ ପିଲେ ମୁଁ ଆଣିଥିଲି ଏବଂ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମଧ୍ୟ ତୁମମାନଙ୍କ ପାଇଁ ପିଲେ ଆଣିଥିଲି, ଯୋଉଥିରେ ଦରଖାସ୍ତ ଏବଂ ପତ୍ର ଲିଖନକୁ ମଧ୍ୟ ତୁମମାନଙ୍କ ପାଇଁ କହିଥିଲି। ମୁଁ ବାରମ୍ବାର କହିଥିଲି ପିଲାମାନେ ଯେ ତମର ଏଇଭଳି ପ୍ରଶ୍ନ ଆସିପାରେ, ତୁମ ଅଞ୍ଚଳରେ ଗୋଟିଏ ହସ୍ପିଟାଲ କିମ୍ବା ଗୋଟିଏ ଡାକ୍ତରଖାନା ତିଆରି ନିମନ୍ତେ ପିଲାମାନେ ତମକୁ ଦରଖାସ୍ତ ଲେଖିବା ପାଇଁ ପ୍ରଶ୍ନ ଆସିପାରେ। ପ୍ରଶ୍ନ ଦେଖ ପିଲାମାନେ 17 ନମ୍ବର ପ୍ରଶ୍ନରେ ପଚାରିଛି ତୁମ ବ୍ଲକରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନେ କି ଗୋଟିଏ ହସ୍ପିଟାଲ ତିଆରି କରିବା ପାଇଁ ପ୍ରତିଷ୍ଠା ପାଇଁ ନିବେଦନ କରି ଉଚ୍ଚ କର୍ତ୍ତୃପକ୍ଷ ପାଖକୁ ଦରଖାସ୍ତ ଲେଖ। ପିଲାମାନେ ଏଇ ପ୍ରଶ୍ନଟି ମୁଁ କହିଥିଲି, এই ପ୍ରଶ୍ନଟି ନିଶ୍ଚିତ ଭାବରେ ପଡିଛି। ତା ଅଥବାରେ ଯଦି ପିଲାମାନେ ତମେ ଲେଖିବା ପାଇଁ ଚାହିଁଥିବ ସେ ଜାଗାରେ ମଧ୍ୟ ମୁଁ ଯୋଉଠି କହିଥିଲି ସେଠି ପଡିଛି। ମୁଁ କହିଥିଲି ତୁମମାନଙ୍କୁ ପିଲେ ସାନ ଭାଇ କିମ୍ବା ସାନ ଭଉଣୀ ପାଖକୁ ସେ ପତ୍ର ପଚାରିବ ତାର ଉଚ୍ଚ ଶିକ୍ଷା ନିମନ୍ତେ, ଯୋଉଠିକି ପଚାରିଛି ପିଲାମାନେ ବିଜ୍ଞାନରେ ଉଚ୍ଚ ମାଧ୍ୟମିକ ସ୍ତରରେ ପାଠ ପଢୁଥିବା ସାନ ଭାଇକୁ ପରୀକ୍ଷାରେ ଭଲ କରିବା ପାଇଁ ପରାମର୍ଶ ଦେଇ ପତ୍ର ଲେଖ, ଯୋଉଟା କି ଗୋଟେ ଉତ୍ତମ ମଣିଷ କେମିତି ହେବା, କେମିତି ଆମେ ପରୀକ୍ଷାରେ ଭଲ ମାର୍କ ରଖିବା ସେଥିପାଇଁ ଗୋଟିଏ ପତ୍ର। ତେଣୁକରି ଇଏ ମଧ୍ୟ ପିଲେ ସିଲେକ୍ଟେଡ କ୍ୱେଶ୍ଚିନ୍ ମୁଁ ଯାହା ଦେଇଥିଲି ସେଇ ଭିତରୁ ପଡିଛି। ପିଲାମାନେ ମୁଁ ତୁମକୁ ବାରମ୍ବାର କହିଥିଲି ସର୍ଜନାତ୍ମକ ରଚନା, ମୁଁ 3-4ଟା ତୁମମାନଙ୍କୁ ଇମ୍ପୋର୍ଟାଣ୍ଟ କହିଥିଲି ତୁଳସୀ ଦୁଇ ପତ୍ରରୁ ବାସେ, ଧୀର ପାଣି ପଥର କାଟେ, ଚାଲି ନ ଜାଣି ବାଟର ଦୋଷ, ଆପଣା ହସ୍ତେ ଜିହ୍ୱା ଛେଦି, ଧନ ଅର୍ଜନେ ଧର୍ମ କରି, ଧନ ଅର୍ଜନେ ଧର୍ମ କରି। ଏଇ ପିଲାମାନେ ଯୋଉ ଗୁଡାକ ମୁଁ କହିଥିଲି ସେଗୁଡାକ ଦେଖ ପିଲାମାନେ ଆମର ସର୍ଜନାତ୍ମକ ରଚନାରେ ମଧ୍ୟ ପଡିଛି। ତେଣୁକରି ମୁଁ ଆଶା କରୁଛି ପିଲାମାନେ ସମସ୍ତେ ପରୀକ୍ଷା ବହୁତ ସୁନ୍ଦର ଭାବରେ ଦେଇଛ। ଆଉ ଆମର ଯୋଉ ଲଙ୍ଗ କ୍ୱେଶ୍ଚିନ୍ ଆସିଥିଲା 5 ମାର୍କର ସେଗୁଡା ମଧ୍ୟ ଆମ ସିଲେକ୍ଟିଭ ଅନୁସାରେ ପିଲାମାନେ କ୍ୱେଶ୍ଚିନ୍ ଆସିଛି। ମୋର ଆଶା ତୁମେ ସମସ୍ତେ ନିଶ୍ଚିତ ଭାବରେ 80ରୁ 80 ମାର୍କ ତମର ଆଜିର ପରୀକ୍ଷାରେ ରଖିଥିବ, ମୋର ଆଶା ଏବଂ ବିଶ୍ୱାସ। ହେଲେ ତୁମେ ମାନେ ପିଲେ MCQ ରେ କେତେ ମାର୍କ ରଖିଛ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣେଇବ, ଯାହା ଫଳରେ ଆମେ ଜାଣିପାରିବୁ ଯେ କେତେ ପିଲା ଭଲ ମାର୍କ ଏଥର ରଖିବେ। ପରୀକ୍ଷାରେ ନିଶ୍ଚିତ ଭାବରେ ପିଲାମାନେ ଭଲ ରଖିବା ପାଇଁ ଚେଷ୍ଟା କର। ତୁମର ତ ଆଉ 5-6 ଦିନ ପରେ ପୁଣି ତମର ଇଂରାଜୀ ପରୀକ୍ଷା ଆସିବାକୁ ଯାଉଛି, ତାର ଭିଡିଓ ମଧ୍ୟ ଆମେ ବହୁତ ଜଲ୍ଦି ଯେତେ ଜଲ୍ଦି ଆମ ଦ୍ୱାରା ସମ୍ଭବ ହେଇପାରିବ ଆମେ ଭିଡିଓ ଅପଲୋଡ କରିବୁ। ତେଣୁକରି ତୁମମାନେ ପିଲାମାନେ ଅପେକ୍ଷା କରିକି ଥାଅ, ଆମେ ତାର ଭିଡିଓ ଆଣିବୁ। ଅଲ ଦ ବେଷ୍ଟ ପିଲାମାନେ, ସମସ୍ତେ କେବେ ହାର ମାନିବ ନାହିଁ, ନିଜ ଉପରେ ଆତ୍ମବିଶ୍ୱାସ ରଖ ଏବଂ ସେଇ ଆତ୍ମବିଶ୍ୱାସର ସହିତ এই ପରୀକ୍ଷା ଟାଇମ୍ ପିରିୟଡ ଭିତରେ ପରିଶ୍ରମ କରିକି ପଢିବା ପାଇଁ ଚେଷ୍ଟା କର। ନିଶ୍ଚିତ ଭାବରେ ପିଲାମାନେ ତୁମେ ସଫଳତା ପାଇବ। ଧନ୍ୟବାଦ ଆମ ଭିଡିଓଟିକୁ ବହୁ ମାତ୍ରାରେ ଦେଖୁଥିବାରୁ ତମ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ପିଲାମାନେ।